9:30 ରାତିରେ ହଠାତ୍ ଚିଲି ପନିର କରି ବୋଲି ହଠାତ୍ ଟମାଟର ଡାଲଟା କାଢ଼ିଲା ବେଳକୁ ଦେଖିଲା ବେଳକୁ ଏତେ ଟମାଟର ଭିତରେ ଗୋଟିଏ ଟମାଟର ପୁରା କାଳିଆ ଠାକୁର, ସ୍ୱତନ୍ତ୍ର କାଳିଆ ଠାକୁର। ଆମେ ସେ ଟମାଟର ଭିତରେ ଦେଖିକି କାଳିଆ ଠାକୁର ଆମେ ପୁରା ଭାବ ବିରକ୍ତ ହେଇଗଲୁ। ଆମେ କହିଲୁ ଜଗନ୍ନାଥ ଆସିଛନ୍ତି, କାଳିଆ ଠାକୁର ଆମ ଘରକୁ। ସେଇଠୁ ଆମେ ସମସ୍ତେ ପରିବାର ଦେଖିକି ସବୁ ଆମେ କାଳିଆ ଠାକୁରକୁ ପୁରା ଇଏ ହେଇଗଲୁ। ଯାଇକି ମୁଁ ସାଙ୍ଗେ ସାଙ୍ଗେ ନେଇକିରି କାଳିଆ ଠାକୁରକୁ ଜଗନ୍ନାଥଙ୍କ ପାଖରେ ରଖିଦେଇକିରି ଆଉ ମୁଁ କିଛି କ'ଣ କରିବି ବୋଲି ମୁଁ ଆଉ ମାନେ ଭାବି ପାରିଲିନି। ତାପରେ ରାତିରେ ଶୋଇବି, ନିଦ ବି ହେଲାନି, ଖାଇବାକୁ ବି ସେମିତି ଲାଗିଲାନି। ଏତେ ଖୁସି, କାଳିଆ ଆସିଛନ୍ତି ମାନେ ଏତେ ଖୁସି ଲାଗୁଛି, ମାନେ ଆଉ କ'ଣ କରିବି ବୋଲି କିଛି କରିପାରିନି। ଚକା ଆଖିକି ମୁଁ ଯାଇକି ଖାଲି 10 ଥର ଲେଖା ଚକା ଆଖିକି ଦେଖୁଛି। ମୋବାଇଲରେ ବି ଉଠେଇକି ରଖିଛି। ମୁଁ କହିଲି କାଳେ ଠାକୁର ପଳେଇବେ ଯଦି ଟମାଟୋରୁ ଶୂନ୍ୟ ହେଇଯିବେ। ମୁଁ କହିଲି ନାଇଁ, ଆସିଛନ୍ତି କାଳିଆ ଠାକୁର। ସେ ମୁଁ ମୋବାଇଲରେ ବି 2-3 ଥର ଉଠେଇକି ରଖିଲି। ରଖିଲା ପରେ ତାପରେ ସେଇଠୁ ଦେଖିଲି, ଘର ପରିବାର ସମସ୍ତଙ୍କୁ ଦେଖେଇଲା ପରେ ତାପରେ ରାତି ସାରା ଆଉ ନିଦ ହେଲାନି। ଆଉ ମୁଁ କହିଲି କେମିତି ସକାଳ ହେବ, ସକାଳୁ ଉଠିକି ଆଗେ କାଳିଆକୁ ମୁଁ ଭଲସେ ପୂଜା କଲି। ସକାଳୁ ଉଠିକି ସିଧା ଆସିଲି ବାଥରୁମ୍, ଆସିକି ସ୍ନାନ କରି ବଢ଼ିଆସେ ଗଲି ଆଗେ ତୁଳସୀ ତୋଳିବାକୁ। କଳା ତୁଳସୀ ଆମ ବଗିଚାରେ ହେଇଛି, ଛାତ ଉପରେ। ତୁଳସୀ ବହେ ତୋଳିଲି, ମଲ୍ଲି ଫୁଲ ତୋଳିଲି। ଠାକୁରକୁ ଧୂପ ଦୀପ ସବୁ, କର୍ପୂର ଚନ୍ଦନ ଅଗୁରୁ ସବୁ ଦେଇ ଗାଧେଇ ଦେଇ ଠାକୁରକୁ ତୁଳସୀ ଦେଇ ଭୋଗ ଟିକେ କରିଛି। ଆହୁରି ଫେର ପୂଜା ବି ହେବେ। ଫୁଲ ଏପର୍ଯ୍ୟନ୍ତ ଆସିନି, ଆମର ଜଣେ ଫୁଲ ଦିଅନ୍ତି, ଫୁଲ ସିଏ ଦେବେ। ଆହୁରି ବି ଥରେ ପୂଜା କରିବି, ଭୋଗରାଗ କରିବି, ନଡ଼ିଆ ବାଡ଼େଇବି। ଠାକୁର ଆସିଛନ୍ତି ଯେତେବେଳେ ଆଉ ମାନେ ମୁଁ ଆଉ ଏତେ ଖୁସି ଯେ ମୁଁ ଆଉ କିଛି କହିବି ପାରୁନାହିଁ। କିଏ ଯାଉଛନ୍ତି ଦର୍ଶନ କରି, ଠାକୁର ଆମ ଘରକୁ ଆସିଛନ୍ତି, କି ଭାଗ୍ୟ ଆମର। ଏମିତି ଭାଗ୍ୟ ମୁଁ ପା କହୁଛି, ମାନେ ଆଉ କିଛି ନାହିଁ, କିଛି ଧନ ଦୌଲତ ଆମର କିଛି ଦରକାର ନାହିଁ। ଏଇ ଠାକୁରଙ୍କର ଦର୍ଶନ ହେଇଗଲେ ସେତିକି ବଡ଼ ଜିନିଷ।